हेलो। ହଁ ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର, କୁହନ୍ତୁ। ହଁ ଆଜ୍ଞା ମୁଁ ଅତାବିରା ବ୍ଲକରୁ କହୁଥିଲି ସଞ୍ଜୟ। ସଞ୍ଜୟ ବାବୁ କହୁଥିଲେ? ହଁ ଆଜ୍ଞା। ଆଜ୍ଞା କହୁନ ଆଜ୍ଞା, କାଣା ଅସୁବିଧା ହଁ ହେଲା କାଣା କି ବରଗଡ଼ ଜିଲ୍ଲା ସାର୍ ଆମେ ତାର ଗୋଟେ କଥା ଲାଗିଥିଲା ଆମେ ବିଲାତି ରୁହି ଜାଁଲାଟା ଆମେ ନର୍ସରୀ କେମିତି କର୍ମା କହିକରି। ଆଚ୍ଛା ହଁ। ତ ସେ ନର୍ସରୀ ତ ହେଇଯାଇଛି, ବାକି ଆମେ ତାର ଯତ୍ନଟା କେମିତି ନେମା ସେଇଟା ଟିକେ ଜାଣିବାର ଅଛି। ଆଚ୍ଛା, ଯତ୍ନ ବେଲେ ବିଲାତି ରୁହି ଯଦି ନର୍ସରୀ ଆପଣ ପ୍ରିପାରେସନ୍ କଲେ ନା, ନର୍ସରୀ ପ୍ରସ୍ତୁତି କରି ସାରିଲେ ନା? ହଁ ସାର୍ ସବୁ ତ ତାର ଆଗରୁ ଆମେ କଥା ଲାଗିଥିଲା ସେଟା। ଆଚ୍ଛା ଆମେ ଠିକ ଜାଁଳା ସେ ଛାଡ଼ିଦେଲୁ। ନର୍ସରୀ କଲା ଜାଁଳା ବି ଛାଡ଼ିଲେନ ହଁ ସାର୍। ହେଲା? ହଁ ଆଚ୍ଛା, ଜାଁଳା କେବେଠୁ ଛାଡ଼ିଲେ? ଆମେ ଏଇଟା ହେଇଗଲାନ 3 ଦିନ। 3 ଦିନ ଯାହା ଭୁଲ କଲେ ମତେ ଆଜି କହିବାଟା ଆଜି ଆଜି ହଁ ହଁ 2 ଦିନ ହଉଛି, 2 ଦିନ ଆଜି 2 ଦିନ। ହଁ 3 ଦିନ ଛାଡ଼ିଲେ ସେହି ଦିନଠୁ ଆପଣଙ୍କର ଖାଦ୍ୟ ବ୍ୟବହାର ଆରମ୍ଭ କରିବା କଥା। ଠିକ ଅଛି, ଯଦି ବି ଆପଣ ଦିନେ ଡେରି ହେଲା ନା ଅଲଗା କଥା। ହୁଁ। ତ ଯେତେ ଲକ୍ଷ୍ୟ ଛାଡ଼ିଛ ସେ ଲକ୍ଷ୍ୟ ପ୍ରତି 500 ଗ୍ରାମ ଲେଖା ଗୁଣ୍ଡ ଖାଦ୍ୟ ଦେମା। ଏ ଗୁଣ୍ଡ ଖାଦ୍ୟଟା କାଣା? ଆପଣଙ୍କର ବାଦାମ ପିଡ଼ିଆ ବା ସୂର୍ଯ୍ୟମୁଖୀ ପିଡ଼ିଆ ହୋଇପାରେ ବା ମିଶାମିଶି ହେଇପାରେ, ଆଉ କୁଣ୍ଡା କୁଣ୍ଡା ଏ ପୁରା ପଲିସ ହେବା, ପାଉଡର ଭଳିଆ ହେବା। ଆଉ ଲକ୍ଷ୍ୟ ପ୍ରତି के 2ଟା 50-50 ମିଶାମା, 1:1 ବା 1 ଅନୁପାତରେ ମିଶାମା। 250 ଗ୍ରାମ ଆପଣଙ୍କର ଧାନ କୁଣ୍ଡା, 250 ଗ୍ରାମ ଆପଣଙ୍କର ପିଡ଼ିଆ ଗୁଣ୍ଡ, ଏଇଟା ମିଶିଲେ 500 ଗ୍ରାମ ହେଲା। ସାର୍ ସାର୍ ହେଲା ତ କେତେ ଲକ୍ଷ୍ୟ ଛାଡ଼ିଛନ୍ କୁହନ୍ତୁ, ସେଇ ହିସାବରେ ପୁରା କହିଦେମା। ଆମେ 10 ଡିସମିଲ୍ କରିଛେ ସାର୍। 10 ମିନିମମ୍ ଡିସିମିଲ୍ କେତେ ଲକ୍ଷ୍ୟ ସ୍ପନ୍ ଛାଡ଼ିଲେ? ସ୍ପନ୍ଟା ଆପଣ କେତେ 5 ଲାख ସମଥିଙ୍ଗ କେତେ କହିଥିଲେ ନା? 5 ଲାख ସ୍ପନ୍ ଛାଡ଼ିଦେଲେ। 5 ଲାख ସ୍ପନ୍ଟା ବେଶୀ ହେଲା। ମୁଇଁ ବୋଧେ ଆଗରୁ ଯେନ୍ ଆଲୋଚନା କରିଥିଲି ଆପଣଙ୍କୁ ଏକର ପ୍ରତି 30-40 ଲକ୍ଷ କହିଥିଲି। ହଁ ସାର୍, ହଁ ହଁ 30-40 ଲକ୍ଷ କହିଥିଲେ। ହଁ ସାର୍ ହଁ କହିଥିଲି। ତ 10 ଡିସିମିଲ୍ ଆପଣ 3-4 ଲକ୍ଷ ଛାଡ଼ବାର କଥା। ଯଦି ବି 5 ଲକ୍ଷ ଛାଡ଼ିଛନ୍ ତାହେଲେ 5 ଲକ୍ଷ के प्रत्येक दिन 2.5 किलो 2 किलो 500 ग्राम ଆପଣ ଖାଦ୍ୟ ଦରକାର। ସେ 2 किलो 500 ଗ୍ରାମ ରେ ଅଧା ରହିବା କୁଣ୍ଡା ଆଉ ଅଧା ରହିବା ପିଡ଼ିଆ ଗୁଣ୍ଡ, ଯେନ୍ଟାକି ପୁରା ପାଲିସ ହେଇକି ପାଉଡର ଭଳିଆ ହେଇଥିବା। ତ 2 किलो 500 ଗ୍ରାମ ଯେନ୍ ଆପଣଙ୍କର ରହିଲା ଖାଦ୍ୟ, ସେଥିରେ କିଲୋ ପ୍ରତି 10 ଗ୍ରାମ ହିସାବରେ 25 ଗ୍ରାମ ମିନେରାଲ ମିକ୍ସଚର ମିଶବା। আর ଭଲ করে ତାହାକେ ଆପଣ ମିଶେଇ ଦେଇକିରି ପାଣି ଉପରେ ତାହାକେ ସିଞ୍ଚି ଦେବେ। ତାର 60% ଧରି ଦିଅନ୍ତୁ 1.5 କିଲୋ 1.5 କିଲୋ କି ଦିନର 8-9 ବजे ଆଡ଼େ ପାଣି ଉପରେ ସିଞ୍ଚି ଦେବେ, ଯେନ୍ତା ପାଣି ଉପରେ ଗୋଟେ ସର ପଡ଼ିଲା ଭଳିଆ ହେବା। আর ବାକି 1 କିଲୋ ଯେନ୍ ରହିଲା ତାହାକେ ଉପର ଓଳି 3 ବଜେ 3:30 ବଜେ ତାହାକେ ପାଣି ଉପରେ ସିଞ୍ଚି ଦେବେ, ଯେନ୍ତା ସେଟା ବି ସର ପଡ଼ିଲା ବାକି ହେବା। ଖାଦ୍ୟ ପରିଚାଳ ହଁ ଦିନକୁ 2 ଥର। ସକାଳ ବେଳି ଦେବେ ଆପଣ 60%, ଉପର ଓଳି ଦେବେ 40% ଅନୁମାନିତ। এটা 7 दिन तक कंटिन्यू करवा सही समान डोज रे। 7 दिन देगी गला तापर 8 नंबर दिन रु 15 नंबर दिन तक फिर नेक्स्ट सप्ताह द्वितीय सप्ताहटा अपन ताके किले कर दे, जस्ट डबल कर देबे। चले जेन हमें 2.5 किलो दउतला ताके 5 किलो कर दे। और सही समान फार्मूला आधा आधा पिडिया गुंड कुंडा रहबा और किलो प्रति अपन 10 ग्राम मिनरल मिक्सचर रहबा। सेटा के सही माने फार्मूला रे प्रयोग करबे। 60% 9 बजे आड़े 8-9 बजे आड़े देवे, बाकी 40% माने 3 बजे आड़े देवे। पूरा समान जिनस केवल खाद्यर परिमाणटा डबल हो। तापर आप 15 दिन हो गले जाल अपन डिस्पोजल चिंता कर, माने कहा बिके बा अन्य पोखरी के ट्रांसफर करबे, ई चिंता रहे सो दैट आपनकर रिकवरी परसेंटेज बढ़ी जावा। जदि सेटा नाय करूछन ताहले फिर अपन से ताके 1.5 गुणा हेबा, माने किले जेन दउथिले लक्ष्य प्रति 1.5 किलो तापर देबे नेक्स्ट 7 दिन 21 दिन तक। आ अपन अति शीघ्र 21 दिन हो 14 दिन परे हो जाल शिफ्ट करबार चिंता रे रहबे। आउ भी गोटे 7 दिन परे भी यदि अपन ग्राहक जुटू छन ताहले भी अपन जाल यदि के नउछे देबे, किंतु टोटल नर्सरी के नेटिंग नै करबे। आपनकर चाहिदा मुताबिक केते जगह रे जाल पकाले केते जाल रहबे सेटा गोटे हिसाब से करबा, से अनुसार जाल पकाबे। और सब वाला टोटल नर्सरी के जाल नै पकाबे। हां सर तो इटा करो। आ प्रत्येक के आपनकर 7 दिन अंतर रे प्लांटन परीक्षा करूथिबे। सकाळर माने सूर्य उदय हवार आगरु प्लांटन 50 लीटर माने जल बा पानी रे केते प्लांटन से परीक्षा करबे। प्लांटन यदि 50 लीटर पानी रे 1 मिलीलीटर बा ताठरो बेसी आसुछे ताले ओके ठीक अच्छे। कमी जाऊे आम फिर उर्वरक सेन पकावा। आउ पानी रो पीएच टा भी आपनकर दिन को 4 थर परीक्षा करेंगे प्रत्येक 7 दिन।
আর ଟୋଟାଲ ଆଲକାଲିନିଟି ଯେନ୍ଟାକି ଆମେ ସମ୍ପୂର୍ଣ୍ଣ କ୍ଷାରତ୍ୱ କହୁଛୁ ତାହାକେ ବି 7 ଦିନେ ଥରେ ପରୀକ୍ଷା କରିବେ। ଟୋଟାଲ ଆଲକାଲିନିଟି ବା ସମ୍ପୂର୍ଣ୍ଣ କ୍ଷାରତ୍ୱ 4 ଥର ଦିନକୁ ପରୀକ୍ଷା କରିବାର ଆବଶ୍ୟକତା ନାହିଁ ନ, କିନ୍ତୁ ପିଏଚ ଟା ଦିନ ପରୀକ୍ଷା କରିବେ। ପ୍ରତ୍ୟେକ 4 ଘଣ୍ଟା ଅନ୍ତରେ 4 ଥର କରିବେ। ଧର 6 ବଜେ ଥରେ, ଦିନ 10 ବଜେ ଥରେ, फिर 2 बजे थे संध्या 6 बजे सारे थर पीएच हाराहारी आम फिर बाहर करमा आ चून आम प्रयोग करमा कि ना प्रयोग करूँ से बाबदे फिर आलोचना करमा। पानी गभीरता 5 ରୁ 5.5 फुट रखूँ है पोखरी कंचा पत्र फूल फल डाल जिनता नहीं पड़वा से चिंता करूँ सफिशिएंट खरा पड़वा से चिंता भी करबे है। ठीक अच्छे फिर फोन करबे। धन्यवाद सर। आज्ञा धन्यवाद थैंक यू।